ମାନେ ଗଜପତିଠୁ ଆରମ୍ଭ କରିକି ମନ୍ଦିର ପ୍ରଶାସକଠୁ ମୁଖ୍ୟ ପ୍ରଶାସକଠୁ ଆରମ୍ଭ କରିକି ସମସ୍ତ ଗଣମାଧ୍ୟମଠୁ ସେବାୟତଙ୍କଠୁ ସବୁ ତରଫରୁ ତାଙ୍କୁ ଅନୁରୋଧ କରାଗଲାଣି ଏବଂ ବାରମ୍ବାର ମନମୁଖୀ କାର୍ଯ୍ୟ ବର୍ତ୍ତମାନ ଇସ୍କନ କରେଇଛି। ବର୍ତ୍ତମାନ ଏଇଟାକୁ ଆହୁରି ମାନେ ଯାହା ବନ୍ଦ ହେବ କ'ଣ ତାକୁ ମାନେ ପୁଣି ଏନେ ଆମେରିକା କାନାଡ଼ା ଇଂଲଣ୍ଡ ଚାରିଆଡ଼େ ପୁଣି ଚାଲିଲାଣି। ତେଣୁକରି ଇଏ ଆଉ ବନ୍ଦ ହେବାର ନାଁ ଧରୁନାହିଁ। ତେଣୁକରି ଗୋଟିଏ ବର୍ତ୍ତମାନ ଅଛି ଆମେ ଆଶା କରୁଛୁ 5 ତାରିଖରେ ଆମର ଜଗନ୍ନାଥ ପରିଚାଳନା କମିଟିର ବୈଠକ ଅଛି। ଗଜପତି ମହାରାଜ ନିଜେ ସେଠି ଅଧ୍ୟକ୍ଷତା କରିବେ। ବର୍ତ୍ତମାନ ଆଗାମୀ ଦିନରେ ଆମର ଘୋଷଯାତ୍ରା ବି ଆସୁଛି। ତେଣୁକରି ଏଇ ଯେଉଁ ମିଟିଂ 5 ତାରିଖ ଦିନ ହେଉଛି ଆମେ ତାଙ୍କୁ ଅନୁରୋଧ କରିବା ଯେ ୟା ପରେ ସ୍ୱତନ୍ତ୍ର ଆଇନର ଗୋଟେ କ'ଣ ବ୍ୟବସ୍ଥା ତାଙ୍କ ଉପରେ କରାଯାଉ ଏବଂ ତୁରନ୍ତ ଆକୁ ବନ୍ଦ କରିବା ପାଇଁ ଆଇନର ଯଦି ଆମେ ଆଶ୍ରୟ ନ ନେବା ତାହେଲେ ଜମା ବନ୍ଦ ହୋଇପାରିବ ନାହିଁ। କାହିଁକିନା ପ୍ରତ୍ୟେକ ଦିନ ବାରମ୍ବାର ସବୁ ଦେଶରେ ଏ କାର୍ଯ୍ୟ ମାନେ ବଢ଼େଇକରି କରୁଛନ୍ତି ଇସ୍କନ। ତେଣୁକରି ଏଇ ଯେଉଁ 5 ତାରିଖ ଦିନ ୟା ପାଇଁ ସ୍ୱତନ୍ତ୍ର ଭାବରେ ଗୋଟେ ଆଲୋଚନା କରାଯାଉ ଏବଂ ସ୍ୱତନ୍ତ୍ର ଭାବରେ ଆଇନର ବ୍ୟବସ୍ଥା କରାଯାଉ। ଆକୁ ତୁରନ୍ତ ଆକୁ ରୋକ ଲଗାଯାଉ ଯେମିତି ଏଇଭଳି କାର୍ଯ୍ୟ ଯେମିତି ଆଉ ଥରେ ନ ହୁଏ। ଆଉ ଯଦି ଏଗୁଡ଼ାକ ସବୁ ମନମାନି କରନ୍ତି ତାହେଲେ ଇସ୍କନକୁ ଆମେ ଯେଉଁଭଳି ଭାବରେ ପୁରୀ ସହରରେ ବିରୋଧ ଆରମ୍ଭ ହେବ ଏବଂ ଇସ୍କନର କାର୍ଯ୍ୟକ୍ରମ କୌଣସି କାର୍ଯ୍ୟକ୍ରମ ପୁରୀ ସହରରେ ଆମେ କରାଇଦେବୁ ନାହିଁ। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲୁ। ଆମର ପ୍ରାଇମ୍ ମିନିଷ୍ଟର ବର୍ତ୍ତମାନ ମୋଦିଜୀଙ୍କୁ ବି ଅନୁରୋଧ କରୁଥିଲୁ ତାଙ୍କ ଅଫିସରେ ଶ୍ରୀଜୀ ଯାଉ ସେଠା ଆମ୍ବାସିକି ଏବଂ ଆମର ରାଷ୍ଟ୍ରପତି ଜଣେ ଓଡ଼ିଆ ଲୋକ ବି ଅଛନ୍ତି ମହାମାନ୍ୟ ଦ୍ରୌପଦୀ ମୁର୍ମୁ ତାଙ୍କର ବି ତାଙ୍କ ଅଫିସରେ ବି ଏଠିକୁ ଯାଉ ସେଟା ଆମ୍ବାସିଙ୍କ ପାଖକୁ ଯେ ଏଭଳି ଜିନିଷ କରନ୍ତୁ ନାହିଁ। ଏଭଳି ମହାପ୍ରଭୁଙ୍କର ଯାନିଯାତ୍ରାଟା ତାଙ୍କର ଠିକ୍ ସମୟରେ ଯେଉଁ ତିଥି ସମୟରେ ଯେଉଁ ସମୟରେ ହେବା କଥା ହେଉ। ତେଣୁକରି ଏଗୁଡ଼ାକ ଆମେ ବାରମ୍ବାର ଆପଣ ଗଣମାଧ୍ୟମ ଦ୍ୱାରା ବି ଅନୁରୋଧ କରିଥିଲୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ କାର୍ଯ୍ୟ ବି ହୋଇପାରୁନାହିଁ। ଯେଉଁମାନେ ବି ଏଠି ଆମର ଲୋକ ପ୍ରତିନିଧି ଅଛନ୍ତି ସେମାନେ ବି ଚୁପ୍। ତେଣୁକରି କ'ଣ ପାଇଁ ଏମାନେ ଚୁପ୍ ରହିଛନ୍ତି କାହିଁକି ବି ରହୁଛନ୍ତି। ତେଣୁକରି ବର୍ତ୍ତମାନ ୟା ପରେ ଗୋଟେ ବ୍ୟାପକ ଆନ୍ଦୋଳନର ଆବଶ୍ୟକତା ରହୁଛି। ଆଉ ଖୁବ୍ ଶୀଘ୍ର ଏ ଆନ୍ଦୋଳନର ତୁରନ୍ତ ରୂପରେଖ ନେବ ଏବଂ ତୁରନ୍ତ ଏଭଳି ପରିସ୍ଥିତି ଆସି ପହଞ୍ଚିବ ଯେ ଇଷ୍ଟର୍ଣ୍ଣକୁ ଭକ୍ତମାନଙ୍କୁ ଜଗନ୍ନାଥ ମନ୍ଦିରରେ ଏଠି ବସିବା ପାଇଁ ବି ବିରୋଧ କରାଯିବ।